କିଛି ବର୍ଷ ତଳର କଥା। ଗୋଟିଏ ଜଙ୍ଗଲରେ ବାଘଟିଏ ରହୁଥିଲା। ସେ ବହୁତ ଭୟଙ୍କର ଥିଲା। ଏବଂ ଜଙ୍ଗଲର ସମସ୍ତ ପ୍ରାଣୀମାନେ ତାକୁ ଡରୁଥିଲେ। ଦିନକର କଥା, ବାଘଟି ଖୁବ୍ ଭୋକିଲା ହୋଇଥିଲା। ସେ ଖାଦ୍ୟ ଖୋଜୁଥିଲା, କିନ୍ତୁ କୌଣସି ଖାଦ୍ୟ ତାକୁ ମିଳିଲା ନାହିଁ। ତାପରେ ସେ ଜଙ୍ଗଲ ଭିତରେ ଏକ ସୁନ୍ଦର ଗାଈକୁ ଦେଖିଲା। ଗାଈଟି ଘାସ ଖାଉଥିଲା। ବାଘ ଗାଈଟିକୁ ଧରିବା ପାଇଁ ଧୀରେ ଧୀରେ ଆଗେଇ ଗଲା, କିନ୍ତୁ ଗାଈଟି ବାଘକୁ ଦେଖି ଡରିଲା ନାହିଁ। ଗାଈ କହିଲା, ହେ ବାଘ ମାମୁଁ, ମୁଁ ତୁମକୁ ଡରୁ ନାହିଁ। ମୁଁ ଏକ ଶାନ୍ତିପ୍ରିୟ ପ୍ରାଣୀ ଏବଂ ମୋର କୌଣସି ଶତ୍ରୁ ନାହାନ୍ତି। ବାଘ ଆଶ୍ଚର୍ଯ୍ୟ ହେଇଗଲା ଏବଂ କହିଲା, ଏ ଗାଈ କ'ଣ ମୋତେ ଡରୁ ନାହିଁ? ଲହ ଲହ ଲଚକାମଣି, ଏ ସୁନ୍ଦର 16 ବୟସୀ କାକୁଡ଼ି କଷି ଗାଈ, କ'ଣ ତତେ ମୁଁ ଛାଡ଼ିଦେବି? ମାରାଣ ନାଇଁ 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 ମୁଁ ତତେ ଖାଇବି। ତୋର ସବୁ ହାଡ଼ ମାଂସକୁ ମରେଇ ମୁନିଆ ମୁନିଆ ଦାନ୍ତରେ ଚୁବେଇ ଚୁବେଇ ସବୁ ହଜମ କରିଦେବି। ନାଇଁ 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 ଏହି କଥା ଶୁଣି ଗାଈ କହିଲା, ଯଦି ତୁମେ ମୋତେ ଖାଇବ, ତେବେ ତୁମର କେବଳ ଏକ ଥର ପେଟ ଭରିବ। କିନ୍ତୁ ଯଦି ତୁମେ ମୋ ସଙ୍ଗାତ ହେବ, ତେବେ ମୁଁ ତୁମକୁ ପ୍ରତିଦିନ ଦୁଧ ଦେବି। ତାହା ହେଲେ ତୁମର ସବୁଦିନ ପେଟ ଭରି ରହିବ। ବାଘ ଏହା ଶୁଣି ଟିକେ ଚିନ୍ତା କଲା। ନାଇଁ 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 ଏ ଗାଈର ପ୍ରସ୍ତାବ କିଛି ମନ୍ଦ ନୁହଁ। ସେ ଗାଈର ପ୍ରସ୍ତାବ ଗ୍ରହଣ କଲା ଏବଂ ଗାଈ ସହିତ ସଙ୍ଗାତ ହେଲା। ସେହି ଦିନଠାରୁ ବାଘ ଗାଈକୁ ଆଘାତ କଲା ନାହିଁ ଏବଂ ଗାଈ ପ୍ରତିଦିନ ବାଘକୁ ଦୁଧ ଦେଉଥିଲା। ପିଲାମାନେ, ଏ ଗପରୁ ଆମେ କ'ଣ ଶିଖିଲେ? ବୁଦ୍ଧି ଏବଂ ଶାନ୍ତି ସହିତ ସମସ୍ୟାର ସମାଧାନ କରିବା ଉଚିତ। ଜୟ ଜଗନ୍ନାଥ ସାଙ୍ଗମାନେ। ଯଦି ଏହି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଆମର ଏହି ନୂଆ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣମାନଙ୍କ ସାଙ୍ଗସାଥିମାନଙ୍କ ସହିତ ସେୟାର କରନ୍ତୁ। ଜୟ ଜଗନ୍ନାଥ।